ବନ୍ଧୁ ସୁଭଦ୍ରା ଟଙ୍କା ଯଦି ତୃତୀୟ ପର୍ଯ୍ୟାୟରେ ଟଙ୍କା ମିଳିଗଲା ତାହେଲେ ଆପଣମାନେ ଖୁସି। ଯଦି ମିଳିନାହିଁ ତାହେଲେ ଆପଣ ଦୁଃଖ କରିବା ବି ଦରକାର ନାହିଁ। ପୁଣି ଡିସେମ୍ବର ମାସ ପ୍ରଥମ ସପ୍ତାହରେ ମିଳିଯାଉଛି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏଥର ପର୍ଯ୍ୟାୟରେ 5,000 ଟଙ୍କା ସମସ୍ତ ହିତାଧିକାରୀମାନଙ୍କୁ ମିଳିବାକୁ ଘୋଷଣା କରିଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଯେଉଁମାନଙ୍କୁ ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିନାହିଁ ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଆସିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ଡେଟ୍ ଘୋଷଣା କରିନାହିଁ। ପ୍ରଥମ ସପ୍ତାହ ବୋଲି ଘୋଷଣା କରିଛନ୍ତି କିନ୍ତୁ ତାରିଖ ଏବେ ପର୍ଯ୍ୟନ୍ତ କିଛି କହିନାହିଁ। ଏଥର ମଧ୍ୟ ମିଳିବ କି ନାହିଁ ତାହା ଆପଣଙ୍କ ଷ୍ଟାଟସ୍ ଅନୁସାରେ ଜଣାଯିବ। ଆପଣ ଯଦି ଅଣ୍ଡର ପ୍ରୋସେସରେ ଷ୍ଟାଟସ୍ ଶୋ କରୁଛି ତାହେଲେ ଆପଣଙ୍କୁ ସୁଭଦ୍ରା ଟଙ୍କା ଚତୁର୍ଥ ପର୍ଯ୍ୟାୟ ଟଙ୍କା 5,000 ଟଙ୍କା ଆପଣଙ୍କୁ ଯେଉଁ ଡେବିଟ୍ ଲିଙ୍କ ହେଇଛି ସେହି ବ୍ୟାଙ୍କକୁ ଯିବ। ସରକାରଙ୍କ ଘୋଷଣା ଅନୁଯାୟୀ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଆପଣଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା। ଆପଣମାନେ ଯଦି ଟଙ୍କାଟି ମିଳିନାହିଁ ତାହେଲେ ଆପଣ କିଛି ବ୍ୟସ୍ତ ହେବା ଦରକାର ନାହିଁ। ଆପଣଙ୍କୁ ଡିସେମ୍ବର ମାସରେ ମିଳିଯିବ ସୁଭଦ୍ରା ଯୋଜନାର 5,000 ଟଙ୍କା ଡାଇରେକ୍ଟ ଆପଣଙ୍କ ଯେଉଁ ବ୍ୟାଙ୍କରେ ଡେବିଟ୍ ଲିଙ୍କ ହୋଇଛି ସେ ବ୍ୟାଙ୍କରେ ଆପଣଙ୍କୁ ମିଳିବ। ଯଦି ଡେବିଟ୍ ଲିଙ୍କ ହେଇନି ତାହେଲେ ଆପଣଙ୍କୁ ଏବେ ନୁହେଁ କେବେ ବି ମିଳିବ ନାହିଁ। ଏଇ ନେଇ ଘୋଷଣା କରିଛନ୍ତି।